ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ରଘୁନାଥପାଲି କ୍ରିକେଟ ଖେଳ ପଡ଼ିଆରେ ସ୍ଥାନୀୟ ସିଦ୍ଧିବିନାୟକ କ୍ଲବ ଏବଂ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବଡ଼ଦିନ ପାଳନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ସରପଞ୍ଚ ରଞ୍ଜନ ସରାଫ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସମାଜସେବୀ ମାଟିପୁତ୍ର ସୁଭାଷ ଚନ୍ଦ୍ର ନାୟକ, ଅଡ୍ଡାବାହାଲ କଲେଜ ଅଧ୍ୟକ୍ଷ ରଞ୍ଜନ ନାୟକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସିରଜୁ ଖମାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୁଲାବିରାର ସାମ୍ବାଦିକ ସୁମନ୍ତ ଶେଖର ବହିଦାର ପରିଚାଳନା କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହକାରୀ ଟିମ୍ ରତ୍ନପ୍ରଭା ନାୟକ, ଆଶାରାଣୀ ନାୟକ, ମନୋଜ ରଣା, ଦୁଷ୍ମନ୍ତ ପଟେଲ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହର ନାୟକ, ଗୌରୀଶଙ୍କର ସାହୁ, ପରେଶ ମେହେର, ଏମ୍ବିକେ କବିତା ସରାଫ, ରଘୁନାଥ ମିଶ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଲଇକେରା ସମ୍ବାଦ ପ୍ରତିନିଧି ଭରତ ପାତ୍ର ମଧ୍ୟ ଯୋଗଦାନ କରିଥିଲେ। ରକ୍ତଦାନ କ୍ଷେତ୍ରରେ ମହିଳାମାନଙ୍କ ଅତ୍ୟଧିକ ଆଗ୍ରହ ଦେଖିବାକୁ ମିଳିଥିଲା। ମିହିର ସରାଫ, ସୌରଭ ପ୍ରଧାନ, ରୁକ୍ମଣ ମେହେର, ରଞ୍ଜନ ସରାଫ, ସୁମିତ କୁମାର ସରାଫ, ଲକ୍ଷ୍ମଣ ଚୌଧୁରୀ, ସୁଶୀଲ କୁମାର ଭୂୟାଁ, ସୁନିତା ସରାଫ, ଧନୀ ମୁଣ୍ଡା, କୃଷ୍ଣଚନ୍ଦ୍ର ସରାଫ, ନିମନ୍ତ ନାୟକ, ମନମୋହନ ବାରିକ, ଭବାନୀ ଶଙ୍କର ମହାନନ୍ଦ, ବିକାଶ କୁଞ୍ଜଲ, ସୁନୀଲ ସୋନାଲି, ଟିକସ ମହାନନ୍ଦ, ସୁନିତା ପୃଷ୍ଟି, ସଂଯୁକ୍ତ ମୁଣ୍ଡା, ରାଜୁ ସରାଫ ପ୍ରମୁଖ 25 ୟୁନିଟ୍ ରକ୍ତଦାନ କରି ବଡ଼ଦିନ ଉତ୍ସବକୁ ମନାଇଥିଲେ। ମହିଳାମାନଙ୍କ ଆଗ୍ରହକୁ ଦେଖି ପୁଣି ଏକ ରକ୍ତଦାନ ଶିବିର ଆୟୋଜନ ପ୍ରସ୍ତାବ ଦେବା ସହ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଅତିଥି ସୁଭାଷ ଚନ୍ଦ୍ର ନାୟକ ଉତ୍ସାହିତ କରିଥିଲେ।